ओं नलाद्रे शंखमदे शतदलकमलं रत्नसिंहासनास्तनं सर्वालंकारयुक्तं नवघनरुचिरं संयुक्तं चक्रजिन भद्राया वामपार्श्वरथचरणयुक्तं ब्रह्मरुद्रदेवेद्यं देवानां सर्वेषां सजनं परिमितं ब्रह्मदारु स्मरामि। ओम जय जगन्नाथ स्वामी नयन पथगामी भवतु मे। କାହାଣୀଟି ହେଉଛି ଦାସିଆ ବାଉରୀଙ୍କର, ଯିଏକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। କିନ୍ତୁ ସେ ଗୋଟିଏ ଅଛୁଆଁ ଜାତିର ଥିଲେ। ସେ ଛୋଟ ଜାତିର ଥିବାରୁ ଲୋକମାନେ ତାଙ୍କର ମଜାକ ଉଡ଼ଉଥିଲେ। କିନ୍ତୁ ସେ ସବୁବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତି କରୁଥିଲେ। ତାଙ୍କୁ ବିଶ୍ୱାସ ଥିଲା କି ପ୍ରଭୁ ଜଗନ୍ନାଥ ହିଁ ତାଙ୍କୁ ମୋକ୍ଷ ପ୍ରଦାନ କରିପାରିବେ, ତା ସହିତ ଏ ଜନ୍ମ ମୃତ୍ୟୁ ଚକ୍ରରୁ ତାଙ୍କୁ ଉଦ୍ଧାର କରିପାରିବେ। ଦିନେ ପ୍ରଭୁ ଶ୍ରୀ ଜଗନ୍ନାଥ ଦାସିଆ ବାଉରୀଙ୍କ ସ୍ୱପ୍ନରେ ଆସିଲେ ଏବଂ ତାଙ୍କୁ କହିଲେ, ଦାସିଆ, ତୁମେ ନିଜକୁ ଛୋଟ ମନେ କରନି। ତୁମର ପ୍ରଗାଢ଼ ଭକ୍ତିରେ ମୁଁ ବହୁତ ସନ୍ତୁଷ୍ଟ। ତୁମେ ଯାହା ମାଗିବାକୁ ଚାହୁଁଛ ତାହା ମାଗିପାର, ତୁମକୁ ସବୁ ପ୍ରଦାନ କରାଯିବ। ହେ ପ୍ରଭୁ, ମୋର କିଛି ଆଶା ନାହିଁ। ମୋର ମନ ଆଉ ପ୍ରାଣ ଆପଣଙ୍କ ନିକଟରେ ଏମିତି ସମର୍ପିତ ଥାଉ। ମୋର ଏତିକି ଅନୁରୋଧ କି ମୁଁ ଯେତେବେଳେ କିଛି ଅର୍ପଣ କରିବି ତାହାକୁ ଆପଣ ସ୍ୱହସ୍ତରେ ଗ୍ରହଣ କରିବେ। ତଥାସ୍ତୁ ବତ୍ସ, ତୁମର ମନସ୍କାମନା ନିଶ୍ଚୟ ପୂରଣ ହେବ। ଏତିକିରେ ଦାସିଆର ଆଖି ଖୋଲିଗଲା ଏବଂ ତା ମନ ଖୁସିରେ ଭରିଗଲା। ବଳିଆ ଗାଁରେ ଦାସିଆର ଭକ୍ତିର ଚର୍ଚ୍ଚା ଆରମ୍ଭ ହୋଇଗଲା ଏବଂ କିଛି ଲୋକ ଏହାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ହେଉନଥିଲେ, ବିଶେଷ କରି ବ୍ରାହ୍ମଣମାନେ, ଯିଏକି ଭାବୁଥିଲେ ଭଗବାନ କେମିତି ଛୋଟ ଜାତିଙ୍କ ପ୍ରତି ଦୟାଳୁ ହୋଇପାରିବେ। ଦିନେ ଦାସିଆ ନିଜ ହାତରେ କପଡ଼ା ତିଆରି କରିକି ଗୋଟେ ବ୍ରାହ୍ମଣଙ୍କୁ ବିକିବା ପାଇଁକି ଗଲେ। ଯେତେବେଳେ ସେ କପଡ଼ା ବିକୁଥିଲେ, ଦାସିଆଙ୍କ ନଜର ସେ ବ୍ରାହ୍ମଣଙ୍କର ଥିବା ବଗିଚାର ନଡ଼ିଆ ଗଛ ଉପରେ ପଡ଼ିଲା ଏବଂ ସେ ଭାବିଲେ ଏଇଥିରୁ ନଡ଼ିଆ ନେଇକି ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରିବି। ଯେତେବେଳେ ଦାସିଆ ବ୍ରାହ୍ମଣଙ୍କୁ ନଡ଼ିଆ ବିଷୟରେ କହିଲେ, ସେ ଲୋଭୀ ବ୍ରାହ୍ମଣ ତାଙ୍କୁ କହିଲେ କି ଏ ନଡ଼ିଆର ମୂଲ୍ୟ ତମର ଗୋଟେ ଛୋଟ କପଡ଼ାର ମୂଲ୍ୟ ସହିତ ସମାନ। ଦାସିଆ ଆଉ କିଛି ଚିନ୍ତା ନ କରି କପଡ଼ା ବଦଳରେ ନଡ଼ିଆ ନେବା ପାଇଁ ରାଜି ହୋଇଗଲା। ତାପରେ ସେ ସ୍ନାନ କରିକି କପଡ଼ା ବଦଳରେ ନଡ଼ିଆଟିକୁ ବ୍ରାହ୍ମଣଙ୍କ ହାତରୁ ନେଇକି ଗଲେ। ତାପରେ ଦାସିଆ ଆଉ ଗୋଟିଏ ବ୍ରାହ୍ମଣଙ୍କ ପାଖକୁ ଗଲେ, ଯିଏକି ପୁରୀ ଯାଉଥିଲେ ଭଗବାନଙ୍କର ଦର୍ଶନ କରିବା ପାଇଁ। ଦାସିଆ ସେ ବ୍ରାହ୍ମଣଙ୍କ ହାତରେ ନଡ଼ିଆ ଦେଇ ତାଙ୍କୁ ଅନୁରୋଧ କରି କହୁଛନ୍ତି, ନନା, ଆପଣ ଭୋଗ ଚଢ଼େଇ ସାରିଲା ପରେ କୃପା କରି ମୋର ନଡ଼ିଆଟିକୁ ଅର୍ପଣ କରିବେ ଆଉ କହିବେ କି ଦାସିଆ ତାଙ୍କ ପାଇଁ ନଡ଼ିଆ ପଠେଇଛି। ଭଗବାନ ଯଦି ହାତ ବଢ଼େଇକି ନେବେ ତାହେଲେ ଦେବେ, ନହେଲେ ଫେରେଇ ଆଣିବେ। ବ୍ରାହ୍ମଣ ଜଣକ ତାକୁ ପାଗଳ ଭାବିକି ତା ହାତରୁ ନଡ଼ିଆଟି ନେଇଗଲେ ସତ, କିନ୍ତୁ ତାଙ୍କୁ ବିଶ୍ୱାସ ଥିଲା କି ନଡ଼ିଆଟି ତାକୁ ଆଣି ଫେରସ୍ତ କରିବାକୁ ପଡ଼ିବ। ବ୍ରାହ୍ମଣ ଜଣକ ପୁରୀରେ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିସାରି ଏବଂ ଅନ୍ନପ୍ରସାଦ ଗ୍ରହଣ କରିସାରି ଫେରୁଥିଲା ବେଳେ ହଠାତ୍ ତାଙ୍କର ଦାସିଆର ନଡ଼ିଆ କଥାଟି ମନେ ପଡ଼ିଲା। ସେ ପୁଣି ମନ୍ଦିରକୁ ଯାଇକି ଗରୁଡ଼ ସ୍ତମ୍ଭ ପାଖରେ ବସିକି ନଡ଼ିଆଟିକୁ ଧରିକି ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ହେ ନାଥ ଜଗନ୍ନାଥ, ତୁମ ପାଇଁ ବଳିଆ ଗାଁର ସେ ଦାସିଆ ବାହୁରି ନଡ଼ିଆଟି ପଠେଇଛି, ଦୟାକରି ତାକୁ ଗ୍ରହଣ କରନ୍ତୁ। ସେ ବ୍ରାହ୍ମଣ ଜଣକ ଏତିକି କହିସାରିବା ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଏକ ଆଲୌକିକ ଘଟଣା ଘଟିଲା। ଶୂନ୍ୟରୁ ଗୋଟିଏ ବଡ଼ ଚମକୁଥିବା ହାତଟି ଆସିକି ବ୍ରାହ୍ମଣଙ୍କ ହାତରୁ ସେ ନଡ଼ିଆଟି ନେଇଗଲେ। ଏହି ଚମତ୍କାର ଘଟଣା ଘଟୁଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ସମସ୍ତେ ଭଗବାନଙ୍କର ଜୟଗାନ କରିବାକୁ ଲାଗିଲେ। ଏହି ଆଲୌକିକ ଘଟଣାର ଘଟିବା ପରେ ଦାସିଆର ଖ୍ୟାତି ଦୂର ଦୂର ଦିଗ ପର୍ଯ୍ୟନ୍ତ ବ୍ୟାପିଗଲା। ଏହା ପରଠାରୁ ଦାସିଆ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଭାବରେ ଗଣିତ ହେଲା।